ଆଜି ଭଳି ଏତେ ବଡ଼ ଦିନରେ ମୋ ସହିତ ଏମିତି ହେଇଯିବ ସେଇଟା ତ ମୋତେ କେବେ ହିଁ ଜଣା ନଥିଲା। ଆଜି ଥିଲା ମହାଶିବରାତ୍ରି। ସେଇ ଖୁସିରେ ସକାଳୁ ସକାଳୁ ଉଠିକି ଗାଧାପାଧ ସାରିକି ପଳେଇ ଆସିଥିଲି ଛାତ ଉପରକୁ ବେଲପତ୍ର ତୋଳିବା ପାଇଁ। ସବୁ ଭୋଗ ଜିନିଷ ସଜାଡ଼ି ସାରିଲା ପରେ ଚାଲିଲେ ଏବେ ଶାଢ଼ୀ ପିନ୍ଧିକି ରେଡି ହେବା ପାଇଁ। ଶାଢ଼ୀ ମୋତେ ତ ଜମାରୁ ପିନ୍ଧି ଆସିନି, ଭାଉଜ ମୋତେ ପିନ୍ଧି ଦେଲେ। ମୁଁ ପିନ୍ଧିକି ଟିକେ ସୁନ୍ଦର ଭାବରେ ରେଡି ହେଇକି ପଳେଇ ଚାଲିଲି ମନ୍ଦିରକୁ। ଯେହେତୁ ଆମ ଘରେ ଘିଅ ବନା ହୁଏ ସେଥିପାଇଁ ବୋଉ କହିଲା ଘରୁ ହିଁ ଦୀପ ନେଇକି ଯିବୁ, ସେଠି ଯାଇକି କ'ଣ ପାଇଁ ବା କିଣିବୁ। ଘିଅ ନେଇକି ଗଲି ଯେ ଘିଅ ନେଇଥିବାରୁ ମୋର ଅବସ୍ଥା ଏତେ ଖରାପ ହେଇଯିବ ସେଇଟା ମୋତେ ଜଣା ହିଁ ନଥିଲା। ଯେହେତୁ ଆଜି ଶାଢ଼ୀ ପିନ୍ଧିଲି ତା ସହିତ ଘିଅ ନେଇକି ଯାଇଛି। ଭାଇ ଗୋଟେ ହାତରେ ଶାଢ଼ୀ ଆଉ ଗୋଟେ ହାତରେ ଭୋଗ। ମୋ ହାତ ଖରାପ ଯୋଗୁଁ ତ ମୁଁ ଠିକ୍ ସେ ଧରି ପାରୁନଥିଲି, ଆଉ ଘିଅ ସବୁ ଦୀପରୁ ବାହାରିକି ମୋ ଶାଢ଼ୀ ପଟା ହାତ ପଟା ଯାହା ବି ହେବା କଥା ହେଇଯାଇଥିଲା ମୋର। ସେଥିରେ ଆଉ ମୁଁ କିଛି ଭିଡ଼ିଓ ବି ବନେଇ ପାରୁନଥିଲି। ମନ୍ଦିରରେ ପହଞ୍ଚି ସାରିବା ପରେ ଯାଇ ଟ୍ୟୁବୱେଲରେ ହାତ ଧୋଇଲା ବେଳକୁ ଘିଅରେ ଭାଇ ଘିଅ କୋଉଠୁ ଛାଡ଼ୁଛି। ମନ୍ଦିରରେ ଭାଇ ଭଲସେ ଦର୍ଶନ କରିସାରିଲା ପରେ ଏବେ ଚାଲିଲି ଘରକୁ ଲକ୍ଷ୍ମୀ ବସରେ ବସିକି। ଯେହେତୁ ଜାଗର ଉପବାସରେ ତ ଭୋକ କଲାଣି, କିନ୍ତୁ ମନରେ ଯେହେତୁ ପ୍ରଭୁଙ୍କ ନାମ ଅଛି ଭୋକ ବି କୁଆଡ଼େ ଛୁ ହେଇଗଲାନି। ଏବେ ଆସି ଘରେ ପହଞ୍ଚିଗଲି, ଦେଖାହେବା ରାତିରେ।